କଥାରେ ଅଛି, ସଂସାରେ ଥିବ ଯେତେ ଦିନ ଆନନ୍ଦ କରୁଥିବ ମନ। ଠିକ୍ ସେମିତି ଅନେକ ଦିନ ତଳର ସାଧବର ସପ୍ତମ ପୁଅ ପ୍ରଦ୍ୟୁମ୍ନ ବଡ଼ ହେଲା ପରେ ବି କିଛି କାମଧନ୍ଦା ନ କରି ଖେଳି ବୁଲି ଆନନ୍ଦରେ ଦିନ କାଟୁଥିଲା। ସେଇଥିପାଇଁ ସାଧବ ଓ ସାଧବାଣୀଙ୍କ ମନରେ ଅନେକ ଚିନ୍ତା ଥିଲା। ଅନ୍ୟ 6 ଜଣଙ୍କ ପୁଅଙ୍କୁ ଭଲ ବାଟକୁ ଆଣିଲା ପରି ତାକୁ ମଧ୍ୟ ସେମାନେ ଭଲ ବାଟକୁ ଆଣିବାକୁ ଚେଷ୍ଟା କଲେ ମଧ୍ୟ ସେ ସେମିତି ଖେଳକୁଦରେ ମାତି ରହୁଥିଲା। ଓହୋ, ହେ ପ୍ରଭୁ, ୟାକୁ ଟିକେ ବୁଦ୍ଧି ଦେଇଥାନ୍ତ ଭଲା। ଯେତେବେଳେ ଦେଖ ଖାଲି ଖେଳ ଖେଳ ଖେଳ, କାମଧନ୍ଦା କିଛି ନାହିଁ। ବାପା, ତମେ ଆଉ ବଡ଼ ଭାଇମାନେ ଥାଉ ଥାଉ ମୁଁ କି କାମ କରିବି ଯେ? ଶୁଣିଲ, ତମ ଗେଲା ପୁଅ କ'ଣ କହିଲା? ବାରବୁଲା ଷଣ୍ଢ ହେଇ ବୁଲୁଛି, ଏଇଆ ତ? କେତେ ଥର କହିଲେଣି ତାକୁ ଗୋଟେ ଭଲ ଝିଅ ଦେଖି ବାହାଘର କରିଦିଅ। ତମେ କ'ଣ ମୋ କଥା ଶୁଣୁଛ? ବାହା ହେଲେ ଯାଇ ତାର ବୁଦ୍ଧି ପଶିବ। ଆରେ, କାଲି ଯିଏ ଲଙ୍ଗଳା ହେଇକି ବୁଲୁଥିଲା ଆଜି ସିଏ ବାହା ହବ? ଆଜି ଯାଏଁ ତମେ ତାକୁ ଛୋଟ ପିଲା ବୋଲି ଭାବିଛ। ଭଲ ଝିଅଟିଏ ଦେଖ, ତାକୁ ଏଇ ତିଥିରେ ବାହା ଦେବି ମାନେ ଦେବି। ହେଇଟି ବାପା, ସତ୍ୟବତିଆ କନ୍ୟା ହେଲେ ଯାଇକି ବାହା ହେବି। ଶୁଣିଲ ତମ ପୁଅ ପଦୁ କ'ଣ କହିଲା? ଏବେ କାହା ଘରେ ଯାଇକି ପଚାରିବି ତମ ଘରେ ସତ୍ୟବତୀ କନ୍ୟା ଅଛି ନା ନାହିଁ? ହଁ ତ, ସତ୍ୟା ପୁଅକୁ ସତ୍ୟବତୀ କନ୍ୟା ନହେଲେ କ'ଣ ଚଳିବ? ଆଉ ହେଇଟି ଯାହା ସେ କହିଲା ସେଇଟା ହେଲା ବେଦର ଗାର। ସେ କଥା ଠିକ୍ ଯେ, ହେଲେ ସତ୍ୟବତୀ କନ୍ୟାଟେ ମୁଁ କୋଉଠୁ ଖୋଜିବି? ଆରେ ତମେ ତ ଏତେ ଦେଶ ବିଦେଶ ବୁଲୁଛ, ଖୋଜିଲେ ମିଳିବେନି? ବୁଝିଲେ ଆଜ୍ଞା, ଆମ ଝିଅ ଘରକରଣା ରୋଷେଇବାସ ସବୁ କାମରେ ପୁରା ପାରଙ୍ଗମ। ମୁଁ ନିଜ ଝିଅ ବୋଲି କହୁନି ଆଜ୍ଞା, ରୂପ ଗୁଣ କୋଉଥିରେ ଖୁଣିବାକୁ ନାହିଁ। ତେବେ ତିଥିଟା ସ୍ଥିର କରିବା। ସେ କଥା ଠିକ୍ ଯେ, କିନ୍ତୁ ମୋର ଗୋଟେ କଥା ଥିଲା। ଯାହା କହିବା କଥା କହୁନାହାନ୍ତି। ଏତେ ଦିନର ବନ୍ଧୁତା ଆମର, ମନରେ କିଛି ରହିବା କଥା ନୁହେଁ। ମୋ ସାନ ପୁଅର ଏକା ଜିଦ୍, ସେ ସତ୍ୟବତୀ କନ୍ୟା ହିଁ ବିବାହ କରିବ। ମିଛର ସମ୍ପର୍କ ବେଶୀ ଦିନ ତିଷ୍ଠେନି। ମୁଁ ସତ କହୁଛି, ଆମ ଝିଅ ସତ୍ୟବତୀ ନୁହେଁ। ମନଉଣା କରନି ସାଧବ ଭାଇ। ଆପଣଙ୍କ ପୁଅ କ'ଣ ମୋ ପୁଅ ନୁହେଁ? ନା ଆପଣଙ୍କ ଚିନ୍ତା କ'ଣ ମୋ ଚିନ୍ତା ନୁହେଁ? ମୋତେ ଯାହା ଲାଗୁଛି ଆପଣଙ୍କ ସମସ୍ୟାର ସମାଧାନ ମୁଁ କରିପାରିବି। ତେବେ ଶୀଘ୍ର କୁହନ୍ତୁ ନା। ମୋର ଜଣେ ମହାଜନ ସାଙ୍ଗ, ତାଙ୍କ ଝିଅ ସତ୍ୟବତୀ, ସେ ମଧ୍ୟ ତାଙ୍କ ସମସ୍ୟା ବିଷୟରେ ମୋତେ କହିଥିଲେ। ସତ୍ୟବାନ ପୁଅ ଖୋଜି ଖୋଜି ସେ ମଧ୍ୟ ନୟାନ୍ତ ହୋଇପଡ଼ିଲେଣି। ଯାହା ହେଉ, ଗୋଟେ ବିରାଟ ବୋଝ ଆପଣ ମୋ ମୁଣ୍ଡରୁ ଉତାରିଦେଲେ। ତାହେଲେ ଆଉ ଡେରି କାହିଁକି? ଶୀଘ୍ର ଯାଇ ତାଙ୍କୁ ଦେଖା କରନ୍ତୁ। ଆଚ୍ଛା ସାଧବ ଆଜ୍ଞା, ମୁଁ କେମିତି ବିଶ୍ୱାସ କରିବି କି ଆପଣଙ୍କ ପୁଅ ସତ୍ୟବାନ ବୋଲି? କିଛି ମନେ କରିବେନି ଆଜ୍ଞା, ଅନେକ ଲୋକ ଏମିତି ପ୍ରସ୍ତାବ ନେଇ ଆସିଛନ୍ତି। ମିଛ ସତ କହି କିନ୍ତୁ ସେମାନେ ଧରା ପଡ଼ିଯାଇଛନ୍ତି। ଦେଖନ୍ତୁ ଆଜ୍ଞା, ସେ ଯାହା କୁହେ ସବୁ ସତ କୁହେ। ଥରେ ଘର ଭିତରକୁ ପଶିଲା ବେଳେ ଚୌକାଠରେ ତା କପାଳଟା ବାଜି ଫାଟିଗଲା। ଝରଝର ହୋଇ ରକ୍ତ ଝରିଲା। ହଠାତ୍ ସେ ରାଗିଯାଇ କହିଲା, ସବୁ ନିଆଁ ଲାଗିଯାଉ। ଦେଖିଲା ବେଳକୁ କବାଟ ଚୌକାଠ ସବୁ ହୁତୁ ହୁତୁ ହେଇ ଜଳିଲା। ସତ କହିବି ସାଧବ ଆଜ୍ଞା, ଆମ ଝିଅ ବି ସତ୍ୟବତୀ। ତାର ପାଦର ସ୍ପର୍ଶରେ ଶୁଖିଲା ଘାସ ସବୁଜ ହୋଇ ଉଠେ। ଶୁଷ୍କ ପୁଷ୍କରିଣୀରେ ବି
ଜଳ ଭରି ହୋଇଯାଏ। ଆପଣ ଯାଆନ୍ତୁ ଆଜ୍ଞା, ଜାତକ ମେଳ କରିବା ପାଇଁ ପଣ୍ଡିତକୁ ଜାତକ ଦେଖାଇ ଦିଅନ୍ତୁ। ଯେତେ ଶୀଘ୍ର ସମ୍ଭବ ଏ ବାହାଘର ସମ୍ପୂର୍ଣ୍ଣ ହୋଇଗଲେ ଭଲ ହେବ। ପ୍ରଦ୍ୟୁମ୍ନ ସାଙ୍ଗରେ ସତ୍ୟବତୀର ଜାତକ ମିଳିଗଲା। ଘୋଡ଼ା ହାତୀ ସଜ ହେଲା, ବାଣ ଫୁଟିଲା, ରୋଷଣୀ ଜଳିଲା। ସବୁ ଲୋକ ବାହାଘର ଭୋଜି ଖାଇ ବାହାଘରରେ ବ୍ୟସ୍ତ ଥିଲାବେଳେ ହଠାତ୍ ଗୋଟେ ରାକ୍ଷସ ଆସି ସେ ବାହାଘର ମଣ୍ଡପରେ ଅଘଟଣ ଘଟାଇଲା। ସେଠାରେ ଉପସ୍ଥିତ ସମସ୍ତଙ୍କୁ ପଥର ମୂର୍ତ୍ତି କରିଦେଇ ସତ୍ୟବତୀକୁ ନେଇ ଉଭାନ ହୋଇଗଲା କୁଆଡ଼େ। ଏଣେ ଗୋପାଳ ସାହସ ଧରି ରାଜକୁମାରୀଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଆରମ୍ଭ କଲା। ଏଇ ବୋଧେ ସେ ପାହାଡ଼ ଯେଉଁଠି ସେ ରାକ୍ଷସ ରୁହେ। ବିଚାରୀ ସତ୍ୟବତୀ ଏବେ କ'ଣ କରୁଥିବେ କେଜାଣି? 2 ଦିନ ହେଇଗଲାଣି। ଏତେ ବଡ଼ ପାହାଡ଼ ଭିତରେ ମୁଁ ତାଙ୍କୁ ଖୋଜିବି କେଉଁଠି? ଆଚ୍ଛା, ସେ ରାକ୍ଷସ ତ ଏଠାକୁ ପାଣି ପିଇବାକୁ ନିଶ୍ଚୟ ଆସୁଥିବ। ଦେଖେ ପାଖରେ କେଉଁ ଝରଣା କି ନଈ ଅଛି କି ନାହିଁ। ଏ ନିର୍ଜନ ଜାଗାରେ ଯୁବତୀ ଝିଅ, ଯାଇ ଦେଖେ। ଆରେ କିଏ ତୁମେ? ରୁହ। ସତ୍ୟବତୀ, ଆପଣ ଏ ଅସୁର ରାଜ୍ୟକୁ ଆସିଲେ କାହିଁକି? ଆପଣ ଭଲ ଅଛନ୍ତି ତ? ସେ ମାୟାବୀ ରାକ୍ଷସ ମୋତେ ବିବାହ କରିବାକୁ ଚାହିଁ ବସିଛି, କିନ୍ତୁ ମୋର ସତ୍ୟର ପ୍ରଭାବରେ ସେ ସଫଳ ହୋଇପାରୁନି। ସେ ମୋତେ ନାନା ପ୍ରକାର କଥା କହି ଭୁଲେଇବାକୁ ଚେଷ୍ଟା କରୁଛି, ଯେପରି ମୁଁ ତା କଥାରେ ଭୁଲିଯାଏ। ମୁଁ କିନ୍ତୁ ତାକୁ କହିଦେଇଛି, ଯେଉଁଦିନ ସେ ମୋତେ ଭଲ ପାଉଛି ବୋଲି ଅନୁଭବ କରିବ, ସେଦିନ ତାକୁ ବିବାହ କରିବି। ଚାଲନ୍ତୁ ଆମେ ଏଠୁ ଚାଲିଯିବା। ନା ନା, ସେ ମାୟାବୀ ଆମକୁ ଛାଡ଼ିବନି। ମୁଁ ତା ସହିତ ଯୁଦ୍ଧ କରିବି। ନା ନା, ଆପଣ ତାକୁ ଯୁଦ୍ଧରେ ପାରିବେନି। ସେ ମାୟାବୀର ଜୀବନ ଅନ୍ୟ ସ୍ଥାନରେ ଅଛି। ଓଃ, କିନ୍ତୁ ଆମକୁ କିଛି ତ ଉପାୟ ବାହାର କରିବାକୁ ପଡ଼ିବ। ତା ଜୀବନର ରହସ୍ୟ ଜାଣିଗଲେ ଆମେ ସଫଳ ହେବା। ମୁଁ କିନ୍ତୁ ଚେଷ୍ଟା କରିବି। ମୁଁ ଆସୁଛି। ସତ୍ୟବତୀ, ସତ୍ୟବତୀ, କ'ଣ ହେଲା ସତ୍ୟବତୀ? ଜ୍ୱର ହେଇଛି ମୋର, ଚିନ୍ତା ଜ୍ୱର। ମୋ ଭଳି ବୀର ଥାଉ ଥାଉ ତୁମର ପୁଣି ଚିନ୍ତା? ଆପଣ ଏକୁଟିଆ ଜଙ୍ଗଲକୁ ଯାଉଛନ୍ତି। ଆଜି ଭଲ ଅଛି ମନ୍ଦ ଅଛି, ଆପଣଙ୍କର ଯଦି କିଛି ଅଘଟଣ ହେଇଯିବ, ମୋର କ'ଣ ହେବ? ମୋର କିଏ କ'ଣ କରିବ? ମୋର ବକ୍ଷ ଏତେ ଦୃଢ଼ ଯେ ଇନ୍ଦ୍ରର ବଜ୍ର ମଧ୍ୟ ଭାଙ୍ଗିଯିବ। ଗୋଟାଏ ଗର୍ଜନରେ ପୃଥିବୀ କମ୍ପି ଉଠିବ। ସାଧାରଣ ମନୁଷ୍ୟ ତ ଛାଡ଼, ଦେବତାମାନେ ମଧ୍ୟ ହାର ମାନିବେ। ସତେ ନା କ'ଣ? ତାହେଲେ ଆପଣ ଅମର? ନା, ଜନ୍ମ ଯେ ହେଇଛି ଦିନେ ମରିବ ନିଶ୍ଚୟ, କିନ୍ତୁ ମୋର ଜୀବନ ମୋର ଶରୀର ଭିତରେ ନାହିଁ, ଅଛି ଅନ୍ୟ ଜାଗାରେ। ଏଥିପାଇଁ ମୋତେ ମାରିବା କଷ୍ଟକର। ସେ କଥା ମୋତେ କହିବେନି। ନିଜ ମୃତ୍ୟୁର ରହସ୍ୟ କିଏ କ'ଣ କାହାକୁ କହେ? ଆପଣ ମୋତେ ପ୍ରେମ କରୁଛନ୍ତି, ଅଥଚ ଅବିଶ୍ୱାସ କରୁଛନ୍ତି। ହଉ, ମୋ ଭାଗ୍ୟ। ମନ କଷ୍ଟ କରନି, ମୁଁ କହୁଛି। ଏଇଠୁ ଅନେକ ଦୂର 7 ତାଳ ପାଣି ଭିତରେ 7ଟି ସିନ୍ଦୁକ, ତା ଭିତରେ ସୁନାର ଫରୁଆ, ସୁନାର ଫରୁଆ ଭିତରେ କଳା ଭଅଁର, ତାରି ଭିତରେ ରହିଛି ମୋର ଜୀବନ। ଏଥରକ ମୋ ଚିନ୍ତା ଗଲା, ମୋ ଜ୍ୱର ବି ଛାଡ଼ିଗଲା।
रे पाषाण्ड राक्षस तो जीवन एबे मो हाथ मुठारे। रही जा, छाड़ी दे से भंवर को, मोर प्राण गला। इते सहजरे छाड़ीदेवी? अरे मरी गली, छाड़ी दे। आग सेमानंकु जीवन दे जहाँ को तू मारी देइथिलु। तू जहा कहबू मु सबू मानिबी। चल चलो सत्यवती। प्रद्युम्नर आदेशरे राक्षस पुणी थरे सबु पत्थर मूर्ति को जीवदान देला। आउ प्रद्युम्न से कला भंवर को पत्थर रे छेचिदेला। फल राक्षस प्राण हराइला। आउ समस्ते माति उठिले प्रद्युम्न आ सत्यवतीर बाहागर पर्वरे।